କହୁଛନ୍ତି ମୁଁ ଯେତେବେଳେ ମହାପୁରୁଷ କହୁଛନ୍ତି ଯେତେବେଳେ ଆସିବେ ତାଙ୍କର ଚତୁର୍ଦଶ ଜନ୍ମରେ ତାଙ୍କରି ଅଙ୍କରେ ସବୁ କଣ ହବ ଖେଳ ହବ ଆଉ ତାଙ୍କ ବୟସର ସୀମାକୁ ନେଇ ଖେଳ ହବ। କିନ୍ତୁ ଇଆଡେ 13 ଜନ୍ମଟା ଦ୍ୱାଦଶ ଗୋପାଳ ଦେହରେ ଖେଳୁଥିବେ ହେଲା, ଇଆଡେ ଚତୁର୍ଦଶ ଜନ୍ମରେ ଗୁପ୍ତରେ ଥିବେ। ବୁଝିପାରୁଛ? ସେଇ ଅଙ୍କଟାକୁ ତମେ ଯଦି ଠିକ କରିବ, ମହାପୁରୁଷଙ୍କର ବାଣୀ ତମେ ମିଶେଇ ଯିବ, ସବୁ 100% ତିଥି ବାର ନକ୍ଷତ୍ର ସବୁ ମିଶିବ। ମହାପୁରୁଷ କହୁଛନ୍ତି ବାଲ୍ମୀକି ଗଳ୍ପ, ଖାଲି ତ କଳ୍ପ ଚାଲିଛି ଆଉ, ଚନ୍ଦ୍ର କଳ୍ପ, ଶିବ କଳ୍ପ, ନିଗମ କଳ୍ପ, ମହାପୁରୁଷଙ୍କ ଖାଲି କଳ୍ପ ଉପରେ ଚାଲିଛି ନା ନାଇଁ, ସବୁ କଳ୍ପ ଆଉ ଗୋଟେ ମନେ ରଖିଥାଅ, ଭବିଷ୍ୟତ ମାଳିକା ଗୋଟିଏ ଶାସ୍ତ୍ର, ଆଉ କଳ୍ପ କାହିଁ ସବୁ କଲେ, ଶିବ କଳ୍ପ କାହିଁ କଲେ, ନିଗମ କଳ୍ପ କାହିଁ କଲେ, ଚନ୍ଦ୍ର କଳ୍ପ କାହିଁ କଲେ, ଗରୁଡ଼ କଳ୍ପ କାହିଁ କଲେ, ଲୀଳା କଳ୍ପ କାହିଁ କଲେ, ଏମିତି ଅନେକ କଳ୍ପ ଅଛି। କଳ୍ପ କେତେ ଖଣ୍ଡ ଲେଖିଛନ୍ତି, କେତେ ଖଣ୍ଡ କଳ୍ପ ଲେଖିଛନ୍ତି ଟୋଟାଲ ମହାପୁରୁଷ? 318 ଖଣ୍ଡ ଭବିଷ୍ୟତ ମାଳିକା ଲେଖିଲେ। କେତେ ଖଣ୍ଡ କଳ୍ପ ରହିଲା ରେ ବାପା, ପଛେ କହିବି, କ୍ୟାମେରା ଆଗରେ କହିହବ ନାହିଁ ହେଲା। ଅଚ୍ୟୁତାନନ୍ଦ ମହାପୁରୁଷ ଧରା ହେବେ କେମିତି ମନେ ରଖିଥାଏ, ଲେଖା ତ ସବୁ ଜାଗା ଲେଖା ହେଇଛି, ଶାସ୍ତ୍ରରେ ସବୁ ପ୍ରମାଣ ରହିଛି, କିନ୍ତୁ ପ୍ରକୃତର ମୂଳ ଯିଏ ହେଇଥିବେ, ହରଚଣ୍ଡୀ ଯୋଉ ଅଣାକ୍ଷର ଯନ୍ତ୍ର ଦେଇଥିଲେ ତା ଅଚ୍ୟୁତାନନ୍ଦ ହେଲା, ସେ ମାଟି ତଳେ ଲୁକାୟିତ ଅଛି। ମହାପୁରୁଷ ନିଜେ ସେ ଯନ୍ତ୍ରକୁ ଉଦ୍ଧାର କରିବେ ହେଲା। ବହୁତ ଗହନ କଥା, ପଛରେ ସବୁ କେତେବେଳେ ଦବୁ, କ୍ୟାମେରା ଆଗରେ କହିହବନି, ପଛରେ ଆଲୋଚନା କରିବା। ଆଉ ବାଲ୍ମୀକି କଳ୍ପରେ ମହାପୁରୁଷ କହୁଛନ୍ତି 29 ଅଙ୍କରେ ବହୁତ ବିପଦ ମଧ୍ୟ ଦେଖାଦବ। କୋଉଠି? ପୃଥିବୀରେ। ପୃଥିବୀ ଭିତରେ ଓଡିଶାର ଅନ୍ୟତମ, ଆଉ କଣ ଓଡିଶା ତା ବାହାରେ ହେଲା। କହିଲେ 29ରେ ମରିବେଟି ବହୁଧନ 7 ଗ୍ରାମ ହେବ ଏକ ଗ୍ରାମ ମୁନିଗଣ, 10 ଦିବସରେ ଦିନେ କରିବେ ଭୋଜନ, 10 ମାଣିକରେ ସେରେ ତଣ୍ଡୁଳ ପ୍ରମାଣ। ମାନେ କହୁଛନ୍ତି 29 ଅଙ୍କ ବେଳକୁ ଗୋଟେ ଦୁର୍ଭିକ୍ଷ ଦେଖାଗଲା, ବୁଝି ହଉଛି ନା, ମାନେ 10 ମାଣରେ ସେରେ କଣ ହବ, ଧାନ। ବୁଝିପାରୁଛ ନା ବୁଝିପାରୁଛ? ସେରେ ଧାନ, ଆଉ ସେତେବେଳେ ବହୁତ ଲୋକ ମରିବେ, ବୁଝିପାରୁଛ ନା? ଏବଂ 7 ଗ୍ରାମ ହେବ ଏକ ଗ୍ରାମ ମୁନିଗଣ, ନବ ଋଷି ମୁନିକି କିଏ କହୁଛନ୍ତି? ସତରୁ ନବ ମୁନିକି କହୁଛନ୍ତି ବାଲ୍ମୀକି କହୁଛନ୍ତି, ମାନେ ସେ ମୁନିଗଣ ତମେ ଶୁଣ, 29ରେ ଏଇ ଘଟଣା ସବୁ। ତାହେଲେ କୋଉ 29? କୋଉ 29? କଳି କଲ୍ୟାଧିତା 5138 ହେଲା। ବାଲ୍ମୀକି କଳ୍ପରେ ଏ କଥା କହିଲେ, ସେଇ ସମୟରେ ଗୋଟେ ବଡ ବିପଦ ମଧ୍ୟ ଦେଖାଯାଏ, ମୋହ କଳ୍ପରେ ପ୍ରମାଣ ଦେଇଛନ୍ତି। ବସୁଶାଲ ରେବ ବିଷ ଅଙ୍କ ଯେ ପ୍ରମାଣ, 7 ଦିନ ଅନ୍ଧକାର ଘୋଟି ପୁଣ, ମୀନକୃଷ୍ଣ ଚତୁର୍ଦଶୀ ଶୁକ୍ର ଦେବା ସ୍ମାରରେ ଅନ୍ଧକାର ଘୋଟିଯିବ ମହିମଣ୍ଡଳରେ। କହିଲେ ବସୁ ବଳଦ କେତେ? 8 ବସୁ, ରେବ ହେଲା 27, ବିଂଶ ହେଲା 20, ମିଶି କେତେ ହେଲା 55। 55 ହେଲା 55 ଅଙ୍କରେ, ମାନେ ହେ ରାମ ମତେ ଯେତେବେଳେ 55 ବର୍ଷ ହେଇଛି, କିଏ କହୁଛନ୍ତି? ଅଚ୍ୟୁତ ମୋ କଳ୍ପରେ 7 ଦିନ ଅନ୍ଧକାର ଘୋଟି ପୁଣ, 7 ଦିନ ଅନ୍ଧାର।
ସେଦିନ ତିଥି କଣ ହେଇଥିବ ନା ମୀନ କୃଷ୍ଣ ଚତୁର୍ଦଶୀ ଶୁକ୍ର ଯେ 12ରେ ତାଙ୍କର 55କୁ ପଡୁନି। ଚୈତ୍ର ମାସ କୃଷ୍ଣପକ୍ଷ ଚତୁର୍ଦଶୀ ଶୁକ୍ରବାର ପଡୁଛି। ଏହା ପଡୁଛି, ଦେଖୁନୁ କ୍ୟାଲେଣ୍ଡର, ମୋବାଇଲ ବାଲି ଦେଖୁନୁ, ପଡୁଛି ହେଲା। ଅନ୍ଧକାର ଘଟିଯିବ ମହିମଙ୍କର। ତେଣୁ ଜଗତରେ ସେ ସମୟରେ ଗୋଟେ ବଡ ବିପିପାତ ଦେଖାଦେବ। ଠିକ 5129 ବେଳକୁ 55କୁ ଭୋଗ କରୁଥିବ। ବାରମ୍ବାର କହୁଛି 52 56 ମହାବିଦ୍ୟା 52 ରୁ 56 ହେଲା। ସେମିତି ବିନାଶକୁ ମନେ ରଖିଥାଅ, ପ୍ରଭୁ ପଞ୍ଚ ମହାଭୂତ ଦ୍ୱାରା ହିଁ ବିନାଶ କରିବେ ହେଲା। କୋଉଠି ସମୁଦ୍ର ମାରିଯିବ, କୋଉଠି ରୋଗ ହବ, କୋଉଠି ଭୂମିକମ୍ପ ହବ, କୋଉଠି ଯୁଦ୍ଧର ବିଭୀଷିକା ଦେଖାଯିବ, ବୁଝିହଉଛି ନା। ଏମିତି ସବୁ କଣ ବିନାଶ କେହି କାହାକୁ ବର୍ତ୍ତମାନ ମାନୁନାହାନ୍ତି। କିଏ କାହାକୁ ମାନୁଛନ୍ତି? ତେଣୁ ବର୍ତ୍ତମାନ ସମୟରେ ଗୁରୁଜନ ଗୋଟେ କଣ କହିଲେ, ସେ ଗୋଟେ ଛୋଟ ଛୁଆ ହେଲେ ତାକୁ ଆଖି ଦେଖେଇବେ। ତେଣୁ ବାସ୍ତବ ମତରେ ଜ୍ଞାନୀ ଲୋକମାନେ ନିଜ ବିବେକକୁ ଯଦି ଲୁଚିକି ରହିଛନ୍ତି, ତଳମୁହାଁ ହେଇଗଲେ। ତାଙ୍କୁ କେବଳ କଣ ପ୍ରକୃତି କାଟିବ ଚିତା। ଉପର ବୁଲା ଯାହାକୁ ଦଣ୍ଡ ଦବ, ତାକୁ କେହି ସଂସାରରେ ସମ୍ଭାଳି ପାରିବେ ହେଲା। ତେଣୁ କର୍ମ କର, କର୍ମ କରିକି ହରି। ଆଗେ ଗୁରୁକୁଳ ମାନଙ୍କରେ ଗୁରୁ ସବୁ ବଗିଚା କରିଥିଲେ, ଉଦ୍ୟାନ କରିଥିଲେ। ଅତୀତରେ ସବୁ ଗୁରୁକୁଳରେ ଥିଲା। ଶିଷ୍ୟମାନେ ଯାଉଥିଲେ ଗୁରୁକୁଳକୁ, ଗୁରୁ ନିଜେ ଖଟୁଥିଲେ ଏବଂ ଶିଷ୍ୟମାନେ ମଧ୍ୟ ତାଙ୍କ ସାଙ୍ଗେ ଖଟୁଥିଲେ। ଶିଷ୍ୟଙ୍କର ଜ୍ଞାନ ଉଦଉଥିଲା, ଆମ ଗୁରୁ ଜଣେ ଜ୍ଞାନୀ ଲୋକ ହେଇକି ସେ କର୍ମ କରୁଛନ୍ତି। ତେଣୁ ଆମେ ସେମିତି କର୍ମ କରୁ। ବର୍ତ୍ତମାନ ଗୁରୁ ତ ଆଉ କର୍ମ କଲାବେଳକୁ ବହୁତ କଷ୍ଟ ହଉଛି ନା। ଶିଷ୍ୟ କଣ ଶିଖିବେ? ସିଏ କଣ ଟୁକୁଡ଼ା ଟୁକୁଡ଼ି କରିକି ଭଲରେ ଚଳୁଛି। ମୁଁ ଯେମିତି କୋଉଠି କଣ ଟିକେ ଶିଖିଯାଏ, ଟୁକୁଡ଼ା ଟୁକୁଡ଼ି କରି ଭଲରେ ଚଳୁଛି। ଦେଖା ଶିଖା ଓଡିଶା। ଆଉ କଳକିରା ମୁଁ ତ ଦେଖୁଛି, ମୁଁ ପଦାକୁ ଯାଉଛି, ପଦାରେ କୋଉଠି ଏତେ କଳକିରା ନାହିଁ। ଏ ଆମର ବେଶୀ କଣ କହିଲେ, ଓଡିଶାରେ ବେଶୀ କଳକିରା। ଗଳି କନ୍ଦି ବାହାରି ପଡୁଛନ୍ତି କଳକିରା, କିନ୍ତୁ ନିଜ ମରଣ ନିଜେ ଜାଣିନଥିବେ। ନିଜେ କୋଉଦିନ ମରିବେ ନିଜେ ଜାଣିନଥିବେ, କିନ୍ତୁ କଳକିରା ଆମକୁ ପୂଜା କରୁଛି। ଧନ୍ୟରେ କଳକି ତ କଳକି, ବଡ ଜଳରେ ଡବା ବଇଛି କଳକି, ଆଉ କିଏ ସମୟରେ କଳକି, ହଁ କି ନାଇଁ? ଚୈତନ୍ୟ ମହାପ୍ରଭୁ ସ୍ୱୟଂ ଅବତାର ହେଇଥିଲେ, ସିଏ ବି କୋଉଦିନ ଗର୍ବ କରି କହିନଥିଲେ। ଠାକୁର ଅଭିରାମ ପରମହଂସ ଆସିଥିଲେ, ସିଏ ବି କୋଉଦିନ କହିନଥିଲେ। ଠାକୁର ପୁରୁଷୋତ୍ତମ ଦେବ ଆସିଥିଲେ, ସିଏ ବି କୋଉଦିନ କହିନଥିଲେ। ଠାକୁର ହରିହର ଦାସ ଆସିଥିଲେ, ସିଏ ବି କୋଉଦିନ କହିନଥିଲେ। ଠାକୁର ଅର୍କିତ ଦାସ ଆସିଥିଲେ, ସିଏ ବି କୋଉଦିନ କହିନଥିଲେ। ଠାକୁର ପଞ୍ଚସଖା ମାନେ ଆଇଥିଲେ, ସିଏ କୋଉଦିନ କହିନଥିଲେ। ସେ ସବୁବେଳେ ହୀନ, ପାମର, ଏମିତିଆ ସବୁ ଶବ୍ଦ ବ୍ୟବହାର କରୁଥିଲେ। ସେମାନେ ଗଛ ମୂଳରେ ରହିକି ତାଙ୍କ ଜୀବନ ଅତିବାହିତ। ଆମେ ମାନେ ବର୍ତ୍ତମାନ କଣ ସ୍ୱୟଂ ହେଇଯାଉଛି ନା ନାଇଁ? ସେ ସ୍ୱୟଂ ଟା ଭାରି ଗଣ୍ଡଗୋଳ। ଗର୍ଭନାଶନ ନର ହରି ହେ, ନର ହରି ଗର୍ଭ ନର କନ୍ତି କାହାରି ହେ, ନର ହରି ମୂଳାନନ୍ଦେ କଆ। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ କବା।